ସାଙ୍ଗମାନେ ଏଠି ଆପଣ ଦେଖିପାରୁଥିବେ ଆମର ବାଇଗଣ ଆଉ ବିଲାତି ପୋଡ଼ା ହଉଛି, ପୋଡ଼ା ହେଇକି ପଖାଳ ସାଙ୍ଗରେ ଖିଆ ହବ। ଆପଣ ଦେଖିପାରୁଥିବେ। ଦେଖନ୍ତୁ ଇଏ ଦୁଷ୍ଟ କଣ କରୁଛି, କଣ ବେବି ଏଇ ଦୁଷ୍ଟ କି କରୁଛି, ଆସ ତାକୁ ସେଠି ଆଣେ हेलो सांग माने ଏଇଠି ଲାଗିଥିଲା ଗୋଟେ ଭାତଟା ପୁରା ଲାଇଟ୍ ଆସିଲା ଲାଇଟ୍ ପରେ ଖାଇଦେ ଗୋଟେ ଷ୍ଟାଇଲ କାହିଁ ଏମିତି ହଉଛି ଅଲଗା ଟାଇମରେ କି ଖାଇବା ଦେଖିକି ହେଲେ ତଣ୍ଟିରେ ଲାଗିବନି ସେମିତି କଣ ଖାଆନ୍ତି। ଏଇଠି ଗୋଟେ ଆମର ପଣ୍ଡିତ ମୋବାଇଲ ପଣ୍ଡିତ ହାय ହାय କର ହାय ହାय କର ବେବି ବହୁତ ଦିନ ପରେ ଦେଖିପାରୁଥିବେ ଆମର ଏ ବେବି କୁ କଣ କରୁଛି। ଆମର ବୁଟ ଡାଲି ଆଳୁ ତରକାରୀ କରିଥିଲି ସକାଳେ ଜଳଖିଆରେ ପିଲା ଟିକେ ସେଟା ଖାଉଛୁ। ଏଟା ଶାଗ ଭଜା, ଏଟା ବାଇଗଣ ଛଣା ହେଇଥିଲା, ଏଟା ହେଲା ଆମର କଲରା ଆଳୁ ଭଜା, ଏଟା କଲରା ଚିପ୍ସ ଆଉ ଏଟା ହେଲା ବାସ୍ ଇतना सारा खाना ଟିକେ ଟିକେ ଖାଉଛୁ ଆଉ। ଆରେ ଡାଲି କଥା ବି ଭୁଲି ଯେତେ ଏପଟ ରହିଯାଇଛି ଡାଲି କହିବାଟା ଡାଲି ତରକାରୀ ଭଜା ଛଣା ଭଜା ଛଣା ଆମଲେଟ ବାସ୍ ଏଟା ନାଲି ଚାଉଳ ଭାତ ଏଇଟା ଦେଖ ପାଖରୁ ଦେଖଉଛି ପୁରା ଦେଖନ୍ତୁ ପୁରା ନାଲି ଚାଉଳ ଭାତ ଖାଉଛନ୍ତି ପୁରା ଦେଶୀ ଭାତ ଦେଶୀ ଚାଉଳ। ଏଠି ସାଙ୍ଗମାନେ ଦେଖିପାରୁଥିବେ ମଶାରୀ ବାନ୍ଧିବାକୁ ଦଉନି ସେପଟେ ବେବିକୁ ମଶା ଖାଉଛନ୍ତି ବୋଲି ମାନେ ମଶାରୀ ଟାଙ୍ଗିଲେ ଆଉ ୟାକୁ ଦେଖନ୍ତି ୟାକୁ ଗରମ ଲାଗୁଛି ଏପଟେ ଗରମକୁ ଏପଟେ ମାନେ କଣ ମଶା ତ ଇଏ କହୁଛି ମୁଁ ମଶାରୀ ଭିତରେ ଶୋଇବିନି ଗରମ ଲାଗିବ ଆଉ ବେବି ତ କାନ୍ଦୁଛି ମଶା ଖାଇଲା ବେଳକୁ ତାକୁ ମଶା ଖାଉଛି। ଆଉ ଏଠି ଦେଖନ୍ତୁ କେମିତି ମାନେ ମଶାରୀ ଦଉଡିଟାକୁ କୋଉଠି ନେଇକି କଣ କରୁଛି ଦୁଷ୍ଟଟା ଏମିତି କେହି କରନ୍ତିନି ବୁଝିଲେ କେତେ ଯେ ମାସଟା ଆରେ ବାହାର ଖାଇବୁ ତତେ ତୁ ଇଏ କରୁନୁ ସେ ମୁଁ କାଇଁ ଇଏ ବେକରେ ଇଏ ହଉଛି ଛାଡ ଛାଡେ ଛାଡ ମା ଛାଡିବୁ ନା ଛାଡେ ଏଟା ମାଡୁବାଟରେ ସାଙ୍ଗମାନେ ଏଇଠି ଆପଣ ଦେଖିପାରୁଥିବେ ବର୍ତ୍ତମାନ ଆମର ଲସି ମାନେ ଅନଲାଇନ କଣ ପେକିଂ କରି ଆଣିଥିଲେ ମାର୍କେଟରୁ ତ ଏମିତି ଲସିଟାକୁ ଗୋଟେ ଗ୍ଲାସରେ ଢାଳି ଦେଇକି ଏମିତି ସଜାବଟ କଲେ ସେପାରେଟ ସେପାରେଟ ଆସିଥିଲା ଏଇ ବାଦାମ ଗୁଡାକ ସବୁ ସେଟା ସେପାରେଟ ଆସିଥିଲା ସାଙ୍ଗମାନେ ଦେଖିଛନ୍ତି ଏଇ ଛୁଆଟା କେତେ ଆମ୍ବ କାଟୁଛି କେତେ ଆମ୍ବ ଛୁଆ କାଟିଛୁ ମୁଁ ଗୋଟେ ବାଲ୍ଟି କାଟି ସାରିଲି ଗୋଟେ ବାଲ୍ଟି କାଟି ସାରିଲି ଆଉ ଗୋଟେ ବାଲ୍ଟିଟା ଅଛି ସେଟା କାଟି ସାରିଲେ ଆମର ମାମା ମୁଁ କାଟିଦିଏ ଜଲ୍ଦି ଆଉ
ଆପଣ ଦେଖିପାରୁଥିବେ ଆପଣ ଦେଖିପାରୁଥିବେ ଏଇଠି ହେଲା ମୋ ମାମା ଆମ୍ବ କାଟୁଛନ୍ତି କେତେକ ଆମ୍ବ କାଟୁଛନ୍ତି ଆଉ ମୁଁ ହେଲା ମାମାର ହେଲ୍ପ କରିଥିଲି ମୁଁ ହେଲା ମାମାର ହେଲ୍ପ କରିଥିଲି ତ ମଜା ଲାଗୁଥିଲା ଧରିକି ଏଇଟା ମୁଁ ଖାଇବି ଛୁରୀଟା ଭାଙ୍ଗିଯିବ ଲାଗୁଛି ଏଇଟା ହେଲା ଆମର ଆମ୍ବ ଆମେ ଖାଇବା ମଜା ଲାଗିଲା କେତେ ବଢିଆ ଲାଗିଲା ସେଥିରେ ନା ଲଙ୍କା ଆଉ ଲୁଣ ଆଉ ଚିନି ମିଶେଇକି ଖାଇଲେ ବଢିଆ ଲାଗେ ନା ନା ଲଙ୍କା ଆଉ ଲୁଣ ମିଶେଇକି ଖାଇଲେ ବଢିଆ ବେବି ଆମର ଶୋଇଛି ମୋବାଇଲ ଦେଖି ଦେଖି ଆମେ କାଟିଲା ବେଳେ ମୋ ସାଙ୍ଗମାନେ ଏଇଠି ଆପଣ ଦେଖୁଥିବେ ଆମର ଏଇଠି ଆମ୍ବ ଶୁଖା ହେଇଯାଇଛି ଆଚାର ପାଇଁ 2 ଦିନ ଖରାରେ ଦବା ଟାଣ ଖରାରେ ଦେଖିଆ ଆଉ ଏଠି 2 ଜଣ ଯାଉନାହାନ୍ତି ଘରକୁ ଚାଲ ଘରକୁ ଚାଲ ମୁଁ ନଉ ଚାଲ ଆଉ ଥରେ ଆସିବା ଏଇ ପାପା 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 ଆଚ୍ଛା ପାପା ଏଇ ପାପା ଆସିଲେଣି ପାପା ଆସୁଛନ୍ତି ଆସ ହଳଦୀ ଲୁଣ ଟିକେ ଦେଇକିନା ଖରାରେ ଶୁଖେଇଛି ଆରେ ବାହାର ଖାଇବୁ ନା ତ ଇଏ ଛୁଆଟା ଏମିତି ଖାଇଲେ ସେଟା ଆଚାର ଭଲ ହବନି ଆଉ ଏଠି କଣ କରୁଛି ବେବି ବେବି କଣ କରୁଛୁ ଚାଲ ଫୁଲ ଆଉ ତୁଳନି ଚାଲ 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 ବେବି ବେବି ଦେଖିପାରୁଥିବେ ବହୁତ ଦିନ ପରେ ଛାତକୁ ଆସିଛି ତ ସେ ଯିବା ପାଇଁ ମନ କରୁନି ଘରକୁ ଏଇଟା ଆଣିଛି ତାକୁ ଏବେ ବଡଟାକୁ ମାଡ ହବ ଏତେ ଖରା ଏବେଠୁ ହେଲାଣି 8ଟା ବାଜିଛି ମାନେ 8ଟାରୁ କେତେ 8ଟା ବେବି ଚାଲ କୋଉଠି ବସିଛୁ ଖରାରେ ପବନ ବି ଦଉଛି ଭଲ ଲାଗୁଛି ଏମାନଙ୍କୁ କିଛି ଖରା ଜଣା ପଡୁନି ଚାଲ ଚାଲ ଚାଲ